नमस्कार स्वागत जनाऊँ आपण मानक आउ एक नुआ भिडियो को एई भिडियो रे आमे अंतर्जातीय महिला दिवस उपलक्षे एक सुंदर संक्षिप्त भाषण टीए कहिबा। तेबे चालंतु आउ डेरी न करी भिडियोटी को आरंभ करिबा। नारी ही जाया, नारी ही जननी, नारी ही दुहिता, नारी ही भगिनी, नारी ही सृष्टि, नारी ही संभार, नारी ही शक्ति, नारी ही शिखा प्रकाशर। सृष्टिर मूलधारा हेउछि नारी। विभिन्न रूपरे से तार कर्तव्य सुचारू रूपे संपादन करिथाए। इंग्राजी रे एक प्रबाद रहिछि, द हैंड दैट स्विंग्स द क्राडल रूल्स द वर्ल्ड। अर्थात नारीर जेउ सुकोमल हस्त शिशुर दोली को झुलाई थाए, सेई हाथ ए विश्वर शासन डोरी को धरी रखे। शंकर, बुद्ध, चैतन्य, आलेक्जांडर, शिवाजी, नेपोलियन प्रभृतिଙ୍କ उपरे सेमानଙ୍କର जननी ମାନଙ୍କର प्रभाव थिला हित। गार्गी, मैत्रेयी, लोपामुद्रा ଓ ମଦାଳସା प्रभृति विदुषी नारीगण निज निजर ଅନନ୍ୟ प्रतिभा ପାଇଁ ଚିରସ୍ମରଣୀୟ ହୋଇ ପାରିଛନ୍ତି। କିନ୍ତୁ ନାରୀର ଶକ୍ତି ଓ ସାମର୍ଥ୍ୟ ପ୍ରତି ସମାଜର ଅବହେଳା କାରଣରୁ ଜନ୍ମ ନିଏ ନାରୀ ଜାଗରଣ। ସେହିପରି ଏକ ନାରୀ ଜାଗରଣର ସୂତ୍ରପାତରୁ ମହିଳା ଦିବସର ସୃଷ୍ଟି। 1857 ମସିହା ମାର୍ଚ୍ଚ 8 ତାରିଖ ନ୍ୟୁୟର୍କର ଏକ ଟେକ୍ସଟାଇଲ କମ୍ପାନୀର ମହିଳା ଶ୍ରମିକମାନେ କାର୍ଯ୍ୟ କରିବାର ସ୍ଥିତି ଓ ଅବଧି, ସ୍ୱଳ୍ପ ପାରିଶ୍ରମିକ, ଭୋଟ ଦେବାର ଅଧିକାର ଆଦିକୁ ନେଇ ଆନ୍ଦୋଳନ କରିଥିଲେ। 1910 ମସିହା ଅଗଷ୍ଟ ମାସରେ ପ୍ରଥମ ବିଶ୍ୱ ମହିଳା ସମାବେଶର ଆୟୋଜନ କରାଯାଇଥିଲା। ସେହିଠାରେ ସମ୍ମିଳିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ବିଶ୍ୱ ମହିଳା ଦିବସର ଅବଧାରଣା କରାଗଲା। 1977 ମସିହାରେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ମାର୍ଚ୍ଚ 8 ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ଏହି ଦିବସ ପାଳନ କରାଯାଏ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଏ। ସଭା, ସମିତି, ଆଲୋଚନା ଚକ୍ର ଆଦିର ଆୟୋଜନ କରାଯାଏ ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାଙ୍କୁ ସେମାନଙ୍କର ତ୍ୟାଗ ଓ ପରିଶ୍ରମର ସ୍ୱୀକୃତି ଏବଂ ସମ୍ବର୍ଦ୍ଧନା ଦିଆଯାଏ। ଯୁଗ ଯୁଗାନ୍ତରୁ ନାରୀମାନଙ୍କର ବଳିଦାନ ହିଁ ସେମାନଙ୍କୁ ସମାଜରେ ସମ୍ମାନନୀୟ ବନାଇଛି। ତା ପଥରେ ରହିଛି କଣ୍ଟା ଅନେକ, ତଥାପି ସେ ଆଗକୁ ବଢ଼ିବା ବନ୍ଦ କରେନା। ହାତରେ ତାର ମର୍ଯ୍ୟାଦାର ଶିକୁଳି, ତଥାପି ସେ କର୍ତ୍ତବ୍ୟ ଭୁଲେନା। ନିଜର ନିଷ୍ଠା, ସାଧନା, ତ୍ୟାଗ ଓ ପରିଶ୍ରମ ବଳରେ ସେ ଆଜି ଜଗତ ଜିତା। କଥିତ ଅଛି, ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା। ଅର୍ଥାତ୍ ଯେଉଁଠାରେ ନାରୀମାନେ ପୂଜା ପାଆନ୍ତି ସେଠାରେ ଦେବତା ବିଚରଣ କରିଥାନ୍ତି। ତେଣୁ ଚାଲନ୍ତୁ ସମସ୍ତେ ମିଶି ନାରୀକୁ ସମ୍ମାନ ଦେବା। କେବଳ ଗୋଟିଏ ଦିନ ନୁହେଁ, ବରଂ ସବୁଦିନ, ସବୁ ସମୟ ଏବଂ ଏହି ଦିବସ ପାଳନର ଉଦ୍ଦେଶ୍ୟକୁ ସାର୍ଥକ କରିବା। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍, ସେୟାର କରି ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ।